ଗାଁର ନାମ ଥିଲା ମଧୁବନପୁର ଏବଂ ସେଠାରେ ରହୁଥିଲେ ସୋନୁର ପରିବାର। ସୋନୁ ଭାରି ଭଲ ପିଲାଟିଏ। ସେ ସବୁବେଳେ ନିଜ ଜୀବନର ଲକ୍ଷ୍ୟ ଏବଂ ନିଜ ସ୍ୱପ୍ନ ବିଷୟରେ ଭାବୁଥାଏ। ଏଥି ସମୟରେ ତା ପାଖରେ ଆସି ପହଞ୍ଚନ୍ତି ତାର ଦୁଇ ଜଣ ସାଙ୍ଗ, ଯାହାଙ୍କ ନାମ ଥିଲା ସାଧୁ ଆଉ ରାଧୁ। ଆରେ ସୋନୁ, ତୁ କ'ଣ କରୁଛୁ କି ରେ? ଆରେ କ'ଣ ଭାବୁଛୁ? ତୁ ତ ସବୁବେଳେ ଖାଲି ଭାବୁଥାଉଛୁ। ଆରେ କ'ଣ ବଡ଼ ସ୍ୱପ୍ନ ଦେଖୁଛୁ କି? ଆରେ କହୁନୁ, ଆମକୁ ଟିକେ କହ ବା। ଏହା ପରେ ସୋନୁ ତାର ସ୍ୱପ୍ନ ବିଷୟରେ ସେ ଦୁଇ ଜଣଙ୍କୁ କହୁଥାଏ। ସେ ସାଙ୍ଗ ଦୁଇ ଜଣ ତାକୁ ଥଟ୍ଟା ପରିହାସ କରି କହନ୍ତି, ଆରେ ଦେଖରେ, ଆରେ ଇଏ ହବ ପୁଣି ବୈଜ୍ଞାନିକ, ସାଇଣ୍ଟିଷ୍ଟ। ସାଇଣ୍ଟିଷ୍ଟ। ଏବଂ ସୋନୁ ସେଠାରୁ ମନ ଦୁଃଖ କରି ଚାଲି ଆସେ ଏବଂ ଆସି ଖଟ ଉପରେ ବସିଥାଏ। ଏତିକି ସମୟରେ ତା ଜେଜେ ଆସନ୍ତି ଏବଂ ତାକୁ ପଚାରନ୍ତି, ତୋର କ'ଣ ହେଲା କି ରେ? କାହିଁ ବସିଛୁ? କ'ଣ ହେଲା କହ? ସୋନୁ ସବୁ କଥା ଜେଜେଙ୍କୁ କହେ ଏବଂ ତା ମନ ବହୁତ ଦୁଃଖ ଥିଲା, ତେଣୁ ସେ ବହୁତ ଦୁଃଖର ସହିତ ଏ କଥାକୁ ପରିପ୍ରକାଶ କରେ। ଏହା ମଧ୍ୟ ଜେଜେ ଶୁଣନ୍ତି ଏବଂ ତାକୁ ପରାମର୍ଶ ଦେଇ କହନ୍ତି, ଆରେ ସୋନୁ ଶୁଣେ, ସବୁବେଳେ ବଡ଼ ସ୍ୱପ୍ନ ଦେଖେ ମନେ ନାହିଁ, କିନ୍ତୁ ସେ ସ୍ୱପ୍ନକୁ ପୂରଣ କରିବା ପାଇଁ ତତେ କଠିନ ପରିଶ୍ରମ କରିବାକୁ ପଡ଼ିବ ଏବଂ ସବୁବେଳେ ନମ୍ରତା ରହିବାକୁ ଚେଷ୍ଟା କରିବୁ, କାରଣ ସଫଳତାର ମଧ୍ୟତା ନମ୍ରତାରେ ହିଁ ମିଳିଥାଏ। ଜେଜେଙ୍କ ପରାମର୍ଶ ନେଇ ସୋନୁ ତାର ସ୍ୱପ୍ନ ପାଇଁ କଠିନ ପରିଶ୍ରମ କରିବା ଆରମ୍ଭ କରିଦିଏ। ରାତି ଦିନ ଏକ କରି କେବଳ ପାଠ ପଢ଼ିବାରେ ହିଁ ମନ ଧ୍ୟାନ ଲଗାଏ ଏବଂ ରାତିରେ ବି ଭଲସେ ଶୁଏ ନାହିଁ। ଏତିକି ସମୟରେ ତା ମା ଉଠନ୍ତି ଏବଂ ତା ପାଖକୁ ଯାଇ ପଚାରନ୍ତି, ଆରେ ବାବା ସୋନୁ, ତୁ କ'ଣ ଶୋଇବିନୁ କି? ଏତେ ପରିଶ୍ରମ କାହିଁକି କରୁଛୁ କହିଲୁ? ଦେହଟା ଖରାପ ହେଇଯିବ ରେ। ଦେଖ ମୋ କଥା ମାନ, ଯା ଶୋଇଯା। ଆଜି ଯଦି ମୁଁ ପରିଶ୍ରମ କରିବି, କାଲି ମୁଁ ନିଶ୍ଚୟ ସଫଳ ହେବି। ଆଜି ସିନା ଅନ୍ଧାରରେ ମୁଁ ପାଠ ପଢୁଛି, କିନ୍ତୁ ଦିନ ଆସିବ ମୋ ଜୀବନ ଆଲୋକିତ ହେବ। ଦେଖୁ ଦେଖୁ ସୋନୁର ଗାଁର ପାଠପଢ଼ା ସରିଯାଏ ଏବଂ ବୈଜ୍ଞାନିକ ହେବା ପାଇଁ ତାକୁ ସହରକୁ ଯିବାକୁ ପଡ଼ିବ। ସେଠାରେ ରହି ପାଠ ପଢ଼ିବାକୁ ପଡ଼ିବ। ସମସ୍ତଙ୍କ ମନ ଦୁଃଖ, ସାଙ୍ଗସାଥି, ଘର ସମ୍ପର୍କୀୟ ସମସ୍ତଙ୍କୁ ଛାଡ଼ି ସୋନୁ କିଛି ବର୍ଷ ପରେ ପୁଣି ଥରେ ଘରକୁ ଫେରେ ଏବଂ ସମସ୍ତେ କୁହନ୍ତି, ଆରେ ମୋ ନାତି ଆସିଲାରେ, ଶଳା ଏତେ ଦିନ ହେଲା ଦେଖିନଥିଲି। ଏଥର ପାଖରେ ବସିକି ଗପିବି, କାରଣ ମୋ ନାତିଆ ହଉଛି ଗୋଟେ ବୈଜ୍ଞାନିକ, ମାନେ ସାଇଣ୍ଟିଷ୍ଟ। ମୋ ନାତିଆ ସାଇଣ୍ଟିଷ୍ଟ। ନାତିଆ ଟୋକାଟା ଘରକୁ ଆସିଲା। ଏଥର ଘରଟା ଟିକେ ଗହଳି ଲାଗିବ। ଆରେ ପିଲାମାନେ, ଆରେ ବୁଝିଲ ତ? ଶୁଣ, ସବୁବେଳେ ବଡ଼ ସ୍ୱପ୍ନ ଦେଖ ଏବଂ କଠିନ ପରିଶ୍ରମ କର ଏବଂ ନମ୍ର ରୁହ, କାରଣ ସଫଳତା ସେଇମାନଙ୍କୁ ହିଁ ମିଳିଥାଏ।